এবং সৎসଙ୍ଗর মালিক ହେଲେ ଶିଶୁ ବଡ଼ଦା ଏବଂ ଶିଶୁ ବଡ଼ଦା ଏଇ ଜାଗାକୁ ଆସିଥିଲେ ଯୋଉଟାକି ଆମ ଠାକୁର କହିଛନ୍ତି ଗୋଟେ ଟଙ୍କାରେ ଏପଟେ ମୁଁ ସେପଟେ ବଡ଼ ଖୋକା ସେଇ ବଡ଼ଦା। ଏବଂ ଆମ ଠାକୁର କହିଛନ୍ତି ଯେ କି ତୁମ ଠାକୁର ଯଦି କେବେ ନାରୀ ହେଇ ଜନ୍ମ ହୁଅନ୍ତି ସେ ହେଉଛନ୍ତି ଶିଶୁ ବଡ଼ ମା। ଏବଂ ଏଇ ମାଙ୍କ ଭିତରେ ସବୁ ବିଷୟରେ ଉଦ୍ଦେଶ୍ୟ ଏକମାତ୍ର ଆମର ଠାକୁର। ଏବଂ ବଡ଼ ମା ବି କହିଛନ୍ତି ତୁମେ ମୋର କିଛି ନୁହେଁ, ମୁଁ ଠାକୁରଙ୍କର କେଉଁ ଗୁଣକୁ ବି ଶୁଣୁନି, ଠାକୁର ଏକ ଅଦ୍ୱିତୀୟ। ଶିଶୁ ବଡ଼ଦା ବି କହିଛନ୍ତି ମୁଁ ପ୍ରଭୁ ଭକ୍ତ କୁକୁର ହେବାକୁ ଚେଷ୍ଟା କରୁଛି ଓ ହେଇପାରିଛି ନୁହେଁ, କହୁଛି ଚେଷ୍ଟା କରୁଛି। ଆମର ଯିଏକି ସତ୍ସଙ୍ଗର ମାଲିକ ବଡ଼ଦା କହିଛନ୍ତି ତାଙ୍କରି ଆଗମନ ଏବଂ ଠାକୁରଙ୍କର 138ତମ ଜନ୍ମ ଉତ୍ସବ ଏଇ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଆମେମାନେ ପାଳନ କରୁଛେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ନିର୍ଦ୍ଦେଶ ଆଦେଶରେ। ଏବଂ ଆଚାର୍ଯ୍ୟ ଦେବ ଯେଉଁ ଭାବରେ ଚାହୁଁଛନ୍ତି ଏବଂ ଏ ଗୁରୁଚରଣ ମଉସା ଏବଂ ଅନ୍ୟମାନେ ଯାଇଥିଲେ ଏବଂ କହିଥିଲେ ଆଚାର୍ଯ୍ୟ ଦେବ ଯେଉଁ ଭାବରେ ପୂଜ୍ୟ ସିପାହୀଦା ଭୁବନେଶ୍ୱର ଅଛନ୍ତି କହିଥିଲେ ଆଚାର୍ଯ୍ୟ ଦେବ ଯେଉଁ ଭାବରେ ଚାହୁଁଛନ୍ତି ସେଇ ଭାବରେ ଉତ୍ସବ କର। ଏବଂ ଆପଣମାନେ ଜାଣୁଥିବେ ଆଚାର୍ଯ୍ୟ ଦେବଙ୍କର ଉଦ୍ଦେଶ୍ୟ ଏବଂ ନୂଆ ନୂଆ ଲୋକ କହନ୍ତୁ, ନୂଆ ନୂଆ ଲୋକ ଗାଆନ୍ତୁ ଏବଂ ଦୀର୍ଘ ଦିନ ଧରି ଏବଂ ଯେଉଁ ଢାଞ୍ଚାରେ ସତ୍ସଙ୍ଗ ଚାଲୁଥିଲା କହିଲେ ସେ ଚାଲୁଥିଲା କିଛି ଭୁଲ ଥିଲା ତା ନୁହେଁ, ଏବେ ଚେଞ୍ଜ କରିବାକୁ ପଡ଼ିବ। ଯେଉଁମାନେ ଦେଖିଥିବେ ଶିଶୁ ବଡ଼ଦା ଏଇଟା ଲାଗୁ କଲେ 1.5 ଘଣ୍ଟାରୁ 2 ଘଣ୍ଟା, ଫେରେ କଥା ହେଲା ଘଣ୍ଟାରୁ 1.5 ଘଣ୍ଟା ଭିତରେ ସାରିବା, କିନ୍ତୁ ସେଇଟା ସତ୍ସଙ୍ଗ। ଏବଂ ଅନ୍ୟାନ୍ୟକୁ ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ସତ୍ସଙ୍ଗ, ଆଚାର୍ଯ୍ୟ ଦେବ ପୂଜ୍ୟ ଅଭିନ୍ନାଥ ଚାହୁଁଛନ୍ତି ପ୍ରାର୍ଥନାରୁ ସତ୍ସଙ୍ଗ ଆରମ୍ଭ, ଜୟରାଧରାଧରୁ ସତ୍ସଙ୍ଗ ଶେଷ ଏବଂ ସେଇଟା 1.5 ଘଣ୍ଟା ଭିତରେ ହେବ, ଟିକେ ଏପଟ ସେପଟ ହେବନି, ହେବା ବି ଉଚିତ ନୁହେଁ। ସେଇଟା ଆମେ ଦେଓଘରେ ମଡେଲ କରି ସେ ଦେଖାଉଛନ୍ତି। କିନ୍ତୁ ଆଉ ଫେର କହିଛନ୍ତି ଯଦି ଜଣେ ଭଲ ଗାଇଲା ବେଲା ଆସେ ସେ ପରେ ବି ଗାଇପାରିବ, ନହେଲେ ଆଗରୁ ବି ଗାଇପାରିବ। ଆମର ମାଇକି ଫୁଲ ଠାକୁର ତ ସଜା ଅଛି, ଆଉ ଯଦି ଜଣେ ଭଲ କହିଲା ବେଲା ଆସେ ସେ ପରେ ବି କହିପାରିବ। କିନ୍ତୁ ଗୋଟେ କୌଣସି ସଂକୀର୍ଣ୍ଣତା ଭିତରେ ଆମ ଠାକୁର କହିନାହାନ୍ତି, ଆମ ଆଚାର୍ଯ୍ୟ ଦେବ କହୁନାହାନ୍ତି। ସମସ୍ତେ ଉତ୍ଫୁଲ୍ଲ ହେବେ, ମା ଭାଇ ସମସ୍ତେ ତାମାନେ ଯେମିତି ଉତ୍ସବଟା ଆଟେଣ୍ଡ କରିବେ, ସମସ୍ତେ ଯେମିତି ଉତ୍ସବକୁ ଅନୁଭବ କରିବେ। ଏବଂ ଯେମିତି ଆମର ଆଚାର୍ଯ୍ୟ ଦେବ କହୁଛନ୍ତି ଆମର ଏଇଠି ସବୁ ଭାଇମାନେ ଆଗରେ ବସିଗଲେ ମା ମାନେ ପୁରା ପଛରେ ବସିଲେ, ସେଇଟା ବି ଆଚାର୍ଯ୍ୟ ଦେବ ଚାହୁଁନାହାନ୍ତି। ଆମେ ହେଉଛେ ଭାରତ ଜନନୀ, ଉତ୍କଳ ଭାରତ ମାତା, ଉତ୍କଳ ଜନନୀ କହୁଛି ମାନେ ସମସ୍ତଙ୍କର ସ୍ୱ ବୈଶିଷ୍ଟ୍ୟ, ସମସ୍ତେ କେହି ବି ଛୋଟ ନୁହନ୍ତି। ମାନେ ଏଇ ମା ଅଛି ବୋଲି ଏ ବାପା। ଏବଂ ଆଗ ଯେମିତି ମାତୃ ଶକ୍ତି ଏମିତି ଶିବ ହେଉଛନ୍ତି ଦୁଇଟା ମାନେ ଅଧା ନାଗେଶ୍ୱରୀ, ଅଧେ ମା ଅଧେ ବାପା, ସେମିତି ଆମର ଠାକୁର ସେଇ ଭାବରେ ଚାହୁଁଛନ୍ତି ଆମମାନେ ସମସ୍ତେ ଏକ ଉଠିବା, ଆନନ୍ଦ ଉତ୍ସାହରେ ଗାଇବା। ଏବଂ ଅମିରାବାଦ ଏଇ ଗୋଟେ ଆଜି ଯେଉଁମାନେ ଯଦି ଦେଖିବେ ଏବଂ ଏଇଠି ଶ୍ରୀ ଶ୍ରୀ ଠାକୁର ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କ ଏବଂ ଶ୍ରୀ ଶ୍ରୀ ବଡ଼ଦା ଆସିଥିଲେ ଏବଂ ଯଥାଯାଏ ଏବଂ ଆମର ଯେତେବେଳେ ସେଇ ସମୟରେ ଓଏଟିରେ ସେମାନେ ଆମର କୁମୁଦ ଏରିକା ପଢ଼ୁଥିଲେ, ମୁକୁନ୍ଦ ଭାଇକା ଓଏଟି ଗେଷ୍ଟ ହାଉସ୍ରେ ଶ୍ରୀ ଶ୍ରୀ ବଡ଼ଦା ତା ପୂର୍ବରୁ ଆସିଥିଲେ, କିନ୍ତୁ ସେଇଥର ଓଏଟି ଗେଷ୍ଟ ହାଉସ୍ରେ ଶ୍ରୀ ଶ୍ରୀ ବଡ଼ଦା ଥିଲେ। ଏବଂ ଅମିରାବାଦ ବର୍ଷା ବି ଜୁନ୍ ମାସ ବର୍ଷା ବି ହେଇଥିଲା ଏବଂ କୌଣସି କାରଣରୁ ଗୋଟେ ମୁକୁନ୍ଦ ଭାଇ ଆସିଥିଲେ, କହିଲେ ଏମିତି ବର୍ଷା ହେଉଛି ବଡ଼ଦା ଆସିପାରନ୍ତି ନ ଆସିପାରନ୍ତି। ସେଠି ଆମର ବିଜୟ ମହାପାତ୍ର ଭାଇ ଥିଲା ଏବଂ ବଡ଼ଦା ଆଗରେ କହିଥିଲେ ଯେ ଆପଣ ଆମର ମୁକୁନ୍ଦ ଭାଇ କହିଲେ ଯେ ଆପଣ ଆସିବେ କି ନ ଆସିବେ, କହିଲେ କିଏ ବୋଲିଲ ସେ ନେଇ ସେ ଯେଉଁଟା କଥା ଦେଇଥାନ୍ତି ସେ ଆସନ୍ତି ଏବଂ ସବୁଟା ବି ସମ୍ଭବ। ଏବଂ ଆଚାର୍ଯ୍ୟ ଦେବଙ୍କର ଇଚ୍ଛା ନିର୍ଦ୍ଦେଶରେ ଏଇ ଉତ୍ସବ ହେଉଛି ଏବଂ ସେଇ ଉତ୍ସବରେ ପ୍ରଥମ ଏଇ ଦୀକ୍ଷା ନେଇଥିଲେ, ଯେମିତି ସେ ଡଙ୍ଗାରେ ଟାଣିକିରି ଆସିଥିଲେ। ଏବଂ ଆମମାନେ ସମସ୍ତେ ଆଚାର୍ଯ୍ୟ ଦେବଙ୍କର ଇଚ୍ଛା କି ଅଭିନ୍ନ ବି ଉତ୍ସବର ଇଚ୍ଛା, ଉତ୍ସବରେ ଗୋଟେ ପ୍ରେୟାର ହିଁ ସମସ୍ତେ କରିବା ଦରକାର, ସେ ସକାଳ ହେଉ କିମ୍ବା ସନ୍ଧ୍ୟା ହେଉ। ଉତ୍ସବର ଉଦ୍ଦେଶ୍ୟଟା ଦୁଇଟା କରିପାରିଲେ ତ ସେ ସବୁ ଚାହିଁ ଭଲ, ଯଦି ଦୁଇଟା ନ କରିପାରିବା ଗୋଟେ ଆଟଲିଷ୍ଟ ତାଙ୍କ ପାଖରେ ଠାକୁରଙ୍କ ପାଖରେ ସେ ପ୍ରାର୍ଥନା କରିବା। ଏବଂ ଆଚାର୍ଯ୍ୟ ଦେବ ସେଇ କଥା କୁହନ୍ତି, ଆର ବର୍ଷ ଯେଉଁ ମନ୍ଦିର ଉଦ୍বোଧନ କରୁଥିଲେ, ମନ୍ଦିର ହିସାବରେ ଲାଷ୍ଟ ଯେଉଁ ସେ ରାମାରେ ଉଦ୍বোଧନ କଲେ, କହିଲେ ଆଜି ଲୋକ କ'ଣ ମୋ ପାଇଁ ଆସିଛନ୍ତି ନା ଠାକୁର ଆପଣଙ୍କ ପାଇଁ ଆସିଛନ୍ତି। ଏବଂ ମୁଁ ଯାହା ଜାଣୁଛି ମୁଁ ଆସିଛି ବୋଲି ଲୋକ ବୋଧେ ଆସୁଛନ୍ତି, କିନ୍ତୁ ଆପଣ ଯେତେବେଳେ ଏଠି ଏକୁଟିଆ ରହୁଛନ୍ତି କି ଆସୁଛନ୍ତି କି, ସେଇ ଘଟଣା ସେ ଗୋଟେ ଦେଓଘରେ କହିଲେ ଯେତେବେଳେ ମା ମୁଁ ସଦାବେଳେ ପ୍ରାର୍ଥନାକୁ ଯାଏ, ଗୋଟେ ଦିନ ପ୍ରଚୁର ବର୍ଷା ହେଉଛି, ଛତା ଧରିଲେ ବି ପାଣି ଗଳିବ ଏବଂ ଇଏ ବି ଉଠି ଆସିବ। ଯେତେବେଳେ ମୋର ସ୍ତ୍ରୀ ବୋହୁରାଣୀ କହିଲେ ଯେ ଆଜି ତ ଏତେ ବର୍ଷା ହେଉଛି ନଗଲେ ହେବନି, ସେ କହିଲେ ଯଦି ମୁଁ ନ ଯାଏ ତାହେଲେ କେହି ବି ଯଦି ନ ଯାଆନ୍ତି ତାହେଲେ ମୋ ଠାକୁର ଏକା କରିବେ କି, ସେନି ମୁଁ ହିଁ ଆସିଲି। କହିଲେ ଯେତେ ବର୍ଷା
ଝଡ଼ ତା ଭିତରେ ବି ମୁଁ ଛତା ଲଗେଇକିରି ଓଦା ବି ହେଇଗଲି ଆସିଲି। ତେଣୁ ଆମର ଠାକୁରଙ୍କୁ ଆମେ ସମସ୍ତଙ୍କର ଉଦ୍ଦେଶ୍ୟ ଆମେ ଠାକୁରଙ୍କ ପାଖକୁ ଆସୁଛେ ଏବଂ ଠାକୁର କ'ଣ କହିଛନ୍ତି ଗୋଟେ ଠାକୁର ସେ ଅଖ୍ୟାତ ପଲ୍ଲୀର ଗ୍ରାମର ଲୋକ ହଉ କିମ୍ବା ବଡ଼ ଲୋକ ହଉ ସେଦିନ ଆମମାନେ ସେ ଆମେ ଦାନ୍ତ ହବା କି ଜୀବ ହବା ସେନି ଦାନ୍ତ ଯେଉଁ ରଗଡ଼ରୁ ସେ ଜନ୍ମର ବହୁ ପରେ ବି ହୁଏ ଏବଂ ଜନ୍ମ ମାନେ ଆମର ମଣିଷର ଦେହାନ୍ତର ବହୁ ପୂର୍ବରୁ ଚାଲିଯାଏ କିନ୍ତୁ ଜୀବ ଜନ୍ମରୁ ଆସିଛି ଲାଷ୍ଟ ଯାଏ ଯିବ ଏବଂ ଯେଉଁଠି ଆମର ଠାକୁର କହିଛନ୍ତି ଆଚାର୍ଯ୍ୟ ଦେବକୁ ଯିଏ ସହେ ସିଏ ରହେ ନ ସହେ ସେ ନାଶ ହୁଏ ଏବଂ ଦେଖାଗଲା ଏଇଠି ଦେଖାଯାଉଛି ସେ ପଥର ପଡ଼ିଛି ଶହ ଦିନ କିନ୍ତୁ ପଥର ଉଡ଼ି ଯାଉଛି ଆମ ନିଜର କିଛି ଗୋଟେ ରହିବନି ମୋ ଭିତରେ ତାଙ୍କ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବା ଆପଣ ଇଚ୍ଛା ହିଁ ମୋ ଭିତରେ ପୁଣ୍ୟ ହଉ ଆପଣଙ୍କୁ ନେଇ ପୁଣ୍ୟ ଓ ଯେଉଁଟାକି ଶ୍ରୀ ବଡ଼ଦା ଦେଖାଯାଉ ସେ ପାବନାରେ କୁହନ୍ତୁ ଏବଂ ସେ ପାବନା ଶ୍ରୀ ଦାଦାଙ୍କର ସେ ଆଚାର୍ଯ୍ୟଙ୍କର ଦୟାରେ ପୂଜ୍ୟ ପିଙ୍କିଦାଙ୍କ ସାଙ୍ଗରେ ଯାଇଛି ଏବଂ ସେଠି ଦେଖାଯାଉଛି ଏ ବଡ଼ଦା ଏବଂ ସେଇ ଯେ ଆମର କଚା ପାଇଖାନା ବି ସଫା କରିଥିଲେ କିନ୍ତୁ ଆମମାନେ ଯେ ଗୋଟେ